ତୃତୀୟ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ସୁଯୋଗ ମିଳିଲା। ଚନ୍ଦନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା। ଆଜି ହେଉଛି 1 ମଇ ଶ୍ରମିକ ଦିବସ, ଯେଉଁଦିନ ଗୋଟେ ଦିନିଆ ହିଁ ଶ୍ରମିକମାନଙ୍କୁ ସମ୍ମାନ ଦିଆଯାଏ ଆଉ ଛୁଟି ମଧ୍ୟ। ମାନେ ତ ଶ୍ରମିକମାନେ ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ସମସ୍ତଙ୍କ ନାଇଁ ଖଟିଥାନ୍ତି, ଠିକ୍ ମୂଲ୍ୟ ବି ପାଆନ୍ତିନି। ଯେ ବୁଦ୍ଧି ପୂର୍ଣ୍ଣିମା, ଆମ ଘରେ ପିଲାମାନେ ଚନ୍ଦନ ପୂର୍ଣ୍ଣିମା କେମିତି ମନେଇଲେ ଭିଡ଼ିଓଟି ପୁରା ଦେଖିଲେ ଜାଣିପାରିବେ। ସାଙ୍ଗମାନେ ମୋ ଫ୍ରେଶ୍ ମିନି ବ୍ଲଗ୍କୁ ମାଳ ଗୁନ୍ଥି ଠାକୁରଙ୍କୁ ସ୍ନାନ ପ୍ରିୟଙ୍କର ତାଙ୍କର ଚନ୍ଦନ ହଳଦୀ ଛଡ଼େଇ ତାଙ୍କୁ ସ୍ନାନ କରି ତାଙ୍କୁ ପୋଛି ସମେତ ପିଲାମାନେ ଚନ୍ଦନ ହଳଦୀ ଲଗାଇ ଠାକୁରଙ୍କୁ ପୁରା ଦେହ ସାରା ମାରି ଦେଇଥିଲେ। ବହୁତ ସୁନ୍ଦର ଲାଗୁଥିଲେ ଠାକୁର। ତାପରେ ତାଙ୍କୁ ସ୍ନାନ କରାଇ ନେଇଥିଲେ। ଚନ୍ଦନ ପୂର୍ଣ୍ଣିମାରେ ତୃତୀୟ ନହେଲେ ଠାକୁରଙ୍କୁ ଥଣ୍ଡା ହେଇଯିବନି। ଠାକୁରଙ୍କୁ ପୋଛି ସାରି ତାଙ୍କୁ ବେଶ କରିବା ଷ୍ଟାର୍ଟ ହେଇଥିଲେ। ତାପରେ ତାଙ୍କ ଖଣ୍ଡୁଆ ପାଟ ପିନ୍ଧା ହେଇଥିଲା। ତାପରେ ତାଙ୍କୁ ଚନ୍ଦନ ଲଗାଇ ଫୁଲ ଦେଇ ତାଙ୍କ ଅଙ୍ଗ ବସ୍ତ୍ର ପିନ୍ଧେଇ ତାପରେ ରତ୍ନମାଳା ପିନ୍ଧେଇଥିଲେ। ଆମ ଲାଗି ଏଇଟା କିଛି ରତ୍ନମାଳାଠୁ କମ୍ ନୁହନ୍ତି। ଜଗା ଦେହରେ ତ ଯାହା ବି ଲାଗିବ ସେ ରତ୍ନ ହିଁ ହେଇଯିବ। ଆମ ଜଗା କେମିତି ଲାଗୁଛନ୍ତି ଜୟ ଜଗନ୍ନାଥ ଲେଖିକି ଜଣାଇବେ। ଗୁନ୍ଥିଥିଲେ ଯେଉଁ ମାଳା ବି ଚଢ଼େଇ ଦେଇଥିଲେ ଠାକୁରଙ୍କୁ, କେତେ ସୁନ୍ଦର ଲାଗୁଛନ୍ତି ନା। ମାଆଙ୍କୁ ବି ଆଣିକି ସ୍ଥାପନ କରିଦେଇଥିଲେ। ମା ଲକ୍ଷ୍ମୀ ମାନ କରିବେନି ବୋଲି ତାଙ୍କୁ ବି ମାଳ ଚଢ଼େଇ ଦେଇଥିଲେ। 2 ଜଣ ସାଙ୍ଗରେ ବହୁତ ସୁନ୍ଦର ଲାଗୁଥିଲେ। ତାଙ୍କୁ ବେଶ କରି ସାରିଲା ପରେ ବହୁତ ସୁନ୍ଦର ଲାଗୁଥିଲେ ଠାକୁର। ପଥର ପଟୁଆରେ ଡଙ୍ଗା କରି ଠାକୁରଙ୍କୁ ଚାକ ମାରିଥିଲେ। ପିଲାମାନଙ୍କ ପ୍ରୟାସ ଦେଖି ମୁଁ ତ ଅବାକ ହେଇଗଲି। ନେଇ ଡଙ୍ଗାକୁ ଛଡ଼ା ଯାଇଥିଲା, ଠାକୁରଙ୍କୁ ବସେଇ ସେଥିରେ ଚାକ ମରାଗଲା। ଚନ୍ଦନ ପୂର୍ଣ୍ଣିମାରେ ତ ଆପଣ ରାଧାକୃଷ୍ଣ ମୋର ତ ଘରେ ହିଁ ପିଲାମାନେ ଚନ୍ଦନ ପୂର୍ଣ୍ଣିମା ଆମକୁ ଦେଖେଇ ଦେଇଥିଲେ। ଜଗାଙ୍କୁ ଏମିତି ରୂପରେ ଦେଖି ବହୁତ ମନ ଖୁସି ହେଉଥିଲା। ତାପରେ ଠାକୁରଙ୍କୁ ନେଇ ପୂଜା ଘରେ ସ୍ଥାପନ କରାହେଇଥିଲା। ଦ୍ୱିପହରେ ସଦାଶିତ ଭୋଜନ କରାହେଇଥିଲା। ସନ୍ଧ୍ୟାବେଳକୁ ଆସିଥିଲା ତୃତୀୟ ଶ୍ରୀକ୍ଷେତ୍ରକୁ। ଗୋଟିଏ ଭିଡ଼ିଓରେ ତ ସବୁ ମୁଁ କହିପାରିବିନି, ସେଥିପାଇଁ ଆଉ ଗୋଟେ ଭିଡ଼ିଓରେ ଜଣେଇବି ଯେ ତୃତୀୟ ଶ୍ରୀକ୍ଷେତ୍ରରେ ପିଲାମାନଙ୍କ ପ୍ରୟାସ କେମିତି ଲାଗିଲା କମେଣ୍ଟ ଜଣେଇବେ। ଆପଣମାନେ ଚନ୍ଦନ ପୂର୍ଣ୍ଣିମା ବୁଲିତେ ଯାଇଥିଲେ ନା ନାହିଁ ଜଣେଇବେ। ମୋ ଭିଡ଼ିଓ ଲାଇକ୍, ସେୟାର, ଫଲୋ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବା ନେକ୍ସଟ ଭିଡ଼ିଓ। ଭିଡ଼ିଓଟି ଭଲ ହେଇଥିବ।